ଆପଣଙ୍କ ପରିଚୟ? ମୁଁ ଗୁଲମଖି ଦଲାଉଜି ହବିବ, ଚେୟାରପର୍ସନ ଅଫ ଭଦ୍ରକ ମ୍ୟୁନିସିପାଲିଟି। ସବୁ ବର୍ଷ ବି ମଞ୍ଚକୁ ଆସୁଛନ୍ତି, ଆଜିର ମଞ୍ଚ ଆପଣଙ୍କୁ କିପରି ଅନୁଭବ ହେଉଛି? ନିଶ୍ଚିନ୍ତ ଭାବରେ ମୁଁ ପ୍ରତ୍ୟେକ ବର୍ଷ ଏହି ମହୋତ୍ସବରେ ଯୋଗ ଦଉଛି। ବିଶେଷ କରି ସମସ୍ତ ସଦସ୍ୟଙ୍କୁ, ଏହି କମିଟିର ସମସ୍ତ ସଦସ୍ୟଙ୍କୁ ମୁଁ ଧନ୍ୟବାଦ ଦେବି ଯେ ମତେ ସୁଯୋଗ ଦେଲେ। ଆଜି ପୁଣି ମୁଁ ଏହି ମଞ୍ଚରେ ଉପସ୍ଥିତ ଅଛି ଏବଂ ବହୁତ ଖୁସି ଲାଗୁଛି ଯେ ଆମେ ଏହି ମାଟି ଯୋଉଟା କି ହରେକୃଷ୍ଣ ମହତାବଙ୍କ ମାଟି, ଏହି ମାଟିରେ ଉପସ୍ଥିତ ରହିଛୁ ଏବଂ ଏଠି ବହୁତ ସଦସ୍ୟ ଅଛନ୍ତି, ବହୁତ ଅଡିଏନ୍ସ ଅଛନ୍ତି ଯୋଉମାନେ ଏହି ମହୋତ୍ସବକୁ ଉପଭୋଗ କରୁଛନ୍ତି ଏବଂ ଭଲ ଲାଗୁଛି ଯେ କୁନି କୁନି ପିଲାମାନେ ତାଙ୍କର ଯେତିକି ଟ୍ୟାଲେଣ୍ଟ ଅଛି ଏହି ମଞ୍ଚରେ ସେମାନେ ପ୍ରଦର୍ଶନ ଦଉଛନ୍ତି। ତାଙ୍କୁ ଗୋଟେ ମଞ୍ଚ ଦିଆହେଇଛି ଏହି ମହୋତ୍ସବ ମାଧ୍ୟମରେ ସେ ଏଠି ଭଲ ପ୍ରଦର୍ଶନ ଦଉଛନ୍ତି, ଆମର କଳା ସଂସ୍କୃତିକୁ ଏଠି ରିପ୍ରେଜେଣ୍ଟ କରୁଛନ୍ତି। ଗୋଟେ ସୁନ୍ଦର ଏବଂ ଭାଇଚାରାର ମାହୋଲ ସୃଷ୍ଟି ହେଇଛି ଯୋଉଟା କି ପ୍ରତ୍ୟେକ ବର୍ଷ ହୁଏ। ମୁଁ ଯେବେଠୁ ରାଜନୀତିରେ ଆସିଲି ମତେ ପ୍ରତ୍ୟେକ ବର୍ଷ ନିମନ୍ତ୍ରଣ ଦଉଛନ୍ତି। ବିଶେଷ କରି ମନୋଜ ସାରଙ୍କୁ ମୁଁ ଧନ୍ୟବାଦ ଦେବି ଯେ ସବୁବେଳେ ମତେ ମନେ ରଖିଛନ୍ତି ଏବଂ ଆମ ସହିତ ଆଜି ଏକ୍ସ ମିନିଷ୍ଟର ପ୍ରଫୁଲ୍ଲ ସାର୍ ଅଛନ୍ତି। ତାଙ୍କ ବିଷୟରେ ଆଉ ସମସ୍ତେ ଜାଣିଛନ୍ତି, ସେ ମଧ୍ୟ ମୋ ସହିତ ବହୁତ ଥର ଏହି ମଞ୍ଚରେ ଉପସ୍ଥିତ ରହିଛନ୍ତି। ବହୁତ ଖୁସି ଲାଗେ ଏଭଳି ମହୋତ୍ସବରେ ଯୋଗ ଦେଇକି ଯୋଉଠି ସମସ୍ତେ ଗୋଟିଏ ଜାଗାରେ ରୁହନ୍ତି, ମିଶିକି ଏହି ମହୋତ୍ସବକୁ ଏନ୍ଜୟ କରନ୍ତି ଏବଂ ଆଜିର ଏହି ମଞ୍ଚ ଏକ ଭାଇଚାରାର ଉଦାହରଣ ମଧ୍ୟ ସୃଷ୍ଟି କରିଛି ଏବଂ ଆଶା କରୁଛି ପ୍ରତ୍ୟେକ ବର୍ଷ ଏହିଭଳି ଭାବରେ ଆମେ ଏହି ମହୋତ୍ସବରେ ଯୋଗ ଦେଇକି ସମସ୍ତଙ୍କ ସହିତ ଉପଭୋଗ କରିବା ଏବଂ ସମସ୍ତ ସଦସ୍ୟଙ୍କୁ ମଧ୍ୟ ମୁଁ ପୁଣି ଥରେ ଧନ୍ୟବାଦ ଦଉଛି ଏବଂ ଛୋଟ ପିଲାମାନେ ଏବେ ବି ୱେଟ୍ କରିଛନ୍ତି, ତାଙ୍କର ଆହୁରି କାର୍ଯ୍ୟକ୍ରମ ରହିଛି ଯୋଉଟା କି ଏବେ କଣ୍ଟିନ୍ୟୁ ରହିବ ଏବଂ ଆମେ ବି ମଧ୍ୟ ବସିକି ତାଙ୍କୁ ଦେଖିବୁ। ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ।